म ଆମେ ଆଲୋଚନା କରିବା ମାତୃ ରଚନାବଳୀ ଭାଗ 10 ଜ୍ଞାନ 495 496। ପ୍ରଭୁ ଶ୍ରୀ ଅରବିନ୍ଦ ଲେଖୁଛନ୍ତି 495ରେ ମୁଁ ଯନ୍ତ୍ରଣାକୁ ଘୃଣା କରୁଥିଲି, ଯନ୍ତ୍ରଣାକୁ ଏଡେଇ ଦେବାକୁ ସବୁବେଳେ ଚେଷ୍ଟା କରୁଥିଲି ଏବଂ ତାହାର ସନ୍ତାପକୁ ବି ପ୍ରତ୍ୟାଖ୍ୟାନ କରୁଥିଲି। ମାତ୍ର ବର୍ତ୍ତମାନ ବୁଝିପାରୁଛି ଯେ ଯଦି ଏପରି ଭାବରେ ଦୁଃଖ ଓ ଯନ୍ତ୍ରଣା ଭୋଗ କରିନଥାନ୍ତି, ତେବେ ମୁଁ ବର୍ତ୍ତମାନ ମୋର ମନ, ହୃଦୟ ଏବଂ ଶରୀରରେ କଦାପି ଅନନ୍ତ ଓ ବହୁଧା ଭାବରେ ଗ୍ରହଣଶୀଳ ହୋଇ ରହିଥିବା ଆନନ୍ଦ ସାମର୍ଥ୍ୟର ଅଧିକାରୀ ହୋଇନଥାନ୍ତି। ତାହାକୁ ଗ୍ରହଣ କରିବା ଲାଗି ଆପଣାକୁ ଅନୁରୂପ ଭାବରେ ଶିକ୍ଷା ଦେଇ ପାରିନଥାନ୍ତି କିମ୍ବା ସେହି କ୍ଷେତ୍ରରେ କୌଣସି ପରିପୂର୍ଣ୍ଣତା ଅର୍ଜନ କରିପାରିନଥାନ୍ତି। ଜଣେ ଉତ୍ପୀଡ଼କ ଏବଂ ଜଣେ ଅତ୍ୟାଚାରୀର ମୁଖା ପିନ୍ଧି ଆପଣାକୁ ପରିଚିତ କରାଇବାକୁ ଆସୁଥିବା ସମୟରେ ମଧ୍ୟ ପରମେଶ୍ୱର ପରିଶେଷରେ ଆପଣାର ଔଚିତ୍ୟକୁ ଅବଶ୍ୟ ପ୍ରମାଣ କରିଦେଇଥାନ୍ତି। ଜ୍ଞାନ 496 ଦେଖୁଛନ୍ତି, ମୁଁ ଶପଥ ଗ୍ରହଣ କରିଥିଲି ଯେ ମୁଁ କଦାପି ଏହି ପୃଥିବୀର ଦୁଃଖ, ନିର୍ବୋଧତା, ନୃଶଂସତା ଏବଂ ଅନ୍ୟାୟରୁ ଆଦୌ କୌଣସି କଷ୍ଟ ଭୋଗ କରିବି ନାହିଁ ଏବଂ ସେଥିପାଇଁ ମୁଁ ମୋର ହୃଦୟକୁ ସହନଶୀଳତାରେ ନିମ୍ନସ୍ଥ ସେହି ପଥର ଚକି ପରି ଟାଣ କରି ରଖିଲି ଏବଂ ମୋର ମନକୁ ଇସ୍ପାତର ଉପରି ଭାଗ ପରି ମସୃଣ କରି ରଖିଲି। ତାପରେ ଆଉ କୌଣସି ଦୁଃଖ ବା କଷ୍ଟ ଭୋଗିବାକୁ ପଡ଼ିଲା ନାହିଁ, ମାତ୍ର ମୋ ଠାରୁ ଆନନ୍ଦର ଯାବତୀୟ ଅନୁଭୂତି ବିଦାୟ ନେଇ ଚାଲି ଯାଇଥିଲା। ତାପରେ ସ୍ୱୟଂ ପ୍ରଭୁ ହିଁ ମୋର ହୃଦୟର ବାଡ଼କୁ ଭାଙ୍ଗିଦେଲେ ଏବଂ ମୋ ମନକୁ ଚଷି ମାଟି ଲେଉଟାଇ ଦେଲେ। ନିଷ୍ଠୁର ଏବଂ ଅବିଚ୍ଛିନ୍ନ ବେଦନାର ମଧ୍ୟ ଦେଇ ମୁଁ ଏକ ଆନନ୍ଦମୟ ଦୁଃଖଶୂନ୍ୟତା ମଧ୍ୟକୁ ଜାଗୃତ ହୋଇ ଉଠିଲି ଏବଂ ଦୁଃଖ, କ୍ରୋଧ ଏବଂ ବିପ୍ଳବ ମଧ୍ୟ ଦେଇ ଏକ ଅନନ୍ତ ଜ୍ଞାନ ଏବଂ ସୁସ୍ଥିର ଶାନ୍ତି ମଧ୍ୟକୁ ଜାଗୃତ ହୋଇ ଉଠିଥିଲି। ଦେଖନ୍ତୁ, ଏଠି ପ୍ରଥମରେ କହୁଛନ୍ତି, ମୁଁ ଯନ୍ତ୍ରଣାକୁ ଘୃଣା କରୁଥିଲି, ଯନ୍ତ୍ରଣାକୁ ଏଡେଇ ଦେବାକୁ ସବୁବେଳେ ଚେଷ୍ଟା କରୁଥିଲି ଏବଂ ତାହାର ସନ୍ତାପକୁ ବି ପ୍ରତ୍ୟାଖ୍ୟାନ କରୁଥିଲି। ତାପରେ କହୁଛନ୍ତି ଯେ ଯଦି ମୁଁ ଦୁଃଖ ଯନ୍ତ୍ରଣା ଭୋଗ କରିନଥାନ୍ତି, ତେବେ ବର୍ତ୍ତମାନ ମୋର ମନ, ହୃଦୟ ଏବଂ ଶରୀରରେ କଦାପି ଅନନ୍ତ ଓ ବହୁଧା ଭାବରେ ଗ୍ରହଣଶୀଳ ହୋଇ ରହିଥିବା ଆନନ୍ଦ ସାମର୍ଥ୍ୟର ଅଧିକାରୀ ହୋଇନଥାନ୍ତି। ସବୁବେଳେ ଆମେ ଜାଣୁଛୁ, ବୁଝୁଛୁ, କିନ୍ତୁ ହୃଦୟଙ୍ଗମ କରିପାରୁନା। ଏଇଟା ଆହୁରି ଗଭୀର ଗହନ କଥା। ଆମେ ସମସ୍ତେ ଜାଣୁ ଯେ କୌଣସି ଏକ ନୂତନ ବସ୍ତୁଟିଏ ହଉ, ନୂତନ ଘରଟିଏ ହଉ ତିଆରି କରାଯାଏ, ତାର ପୂର୍ବ ଅବସ୍ଥାରେ ବହୁତ କଷ୍ଟ କରିବାକୁ ପଡ଼ିଥାଏ। ଯେମିତିକି ଅଳଙ୍କାର ତିଆରି କଲା ବେଳେ ଯୋଉ ପଥର ଆସିଥିବ, ତାକୁ କେତେ ତାପମାତ୍ରା ଉତ୍ତାପ ଦେଇ ତାକୁ ତରଳେଇ ତାକୁ ଶୁଦ୍ଧ କରିବା ପାଇଁ କେତେ ପ୍ରକାରର ବ୍ୟବସ୍ଥା ହବ। ତାପରେ ସେ ଶୁଦ୍ଧ ହବ, ଶୁଦ୍ଧ ହେଇ ସାରିଲା ପରେ ପୁଣି ତାକୁ ରୂପ ଦବା ପାଇଁ ପୁଣି ମାଡ ଖାଇବ। ଏତେ ଖାଇ ସାରିଲା ପରେ ଯାଇକିରି ସେ କଣ ହବ ନା ଗୋଟେ ନୂତନ ବସ୍ତୁର ରୂପ ନବ। ସେମିତି ଘରଟିଏ ଯେତେବେଳେ ଆମେ ନୂତନ ଘରଟିଏ ତିଆରି କରୁଛନ୍ତି, ସେଥିପାଇଁ ସେ ଜାଗା ଖୋଳା ହବ। କେତେ ଅସନା ଦେଖାଯିବ କହିଲେ ନା, ସେ ଚାରିଆଡେ ଖାଲି ମାଟି ମାଟି ମାଟି, ପାଣି ଯଦି ହଉଥିବ ପଚ ପଚ ହଉଥିବ, ବାଲି, ସିମେଣ୍ଟ, ଗୋଡି, ସବୁ ପଥର, ସବୁ କଷ୍ଟ, ସବୁ ଯନ୍ତ୍ରଣା। ସେତେବେଳେ ତମର ଖାଇବା ପିଇବା ଠିକ ନଥିବ, କିଛି କର, ତାପରେ ନୂତନ ଘରଟିଏ ତିଆରି ହେଇଯାଏ, ନୂତନ ବସ୍ତୁଟିଏ ରୂପ ଗ୍ରହଣ କରେ। ସେଭଳି ଯେତେବେଳେ ରୂପାନ୍ତର କଥା ପଢିଛି, ବର୍ତ୍ତମାନ ଶ୍ରୀ ଅରବିନ୍ଦ ରୂପାନ୍ତର ଯୋଗର ଯୋଉ ଆବଶ୍ୟକୀୟ ଶକ୍ତିକୁ ନିଜ ଶରୀରରେ ଅବତରଣ କରି ଆଣିଲେ। ଠିକ ଅଛି, ଅତିମାନ ଶକ୍ତି ଅବତରଣ କଲା, କିନ୍ତୁ ତା ଫଳରେ ଯେତେବେଳେ ଏଇ ଶରୀରଟି ରୂପାନ୍ତର ହବ, ଏଇ ପ୍ରାଣଟି ରୂପାନ୍ତର ହବ, ଏଇ ମନଟି ରୂପାନ୍ତର ହବ, ସିଏ ଯୋଉ ତତ୍ଵରେ ତିଆରି ହେଇଛି ତା ଉପରେ ସେତିକି ମାଡ ହବ, ସେତିକି ଯନ୍ତ୍ରଣା ହବ, ସେତିକି କଷ୍ଟ ହବ। ତାପରେ ଯାଇକି ସେ କଣ ହବ, ତାରି ଭିତରେ ସେ ପ୍ରସ୍ତୁତ ହବ।
ଆମେ ଆଜି ପର୍ଯ୍ୟନ୍ତ ସମୟ ଆସିନଥିଲା କୁହନ୍ତୁ ବା ଯାହା କୁହନ୍ତୁ, କିନ୍ତୁ ଏଇ ଯୋଉ କଷ୍ଟ ଯନ୍ତ୍ରଣାକୁ ମୁକ୍ତି ପାଇବା ପାଇଁ ସହଜ ବାଟ ଖୋଜିଥିଲେ କଣ? କେବଳ ଭଗବାନଙ୍କ ଚିନ୍ତାରେ ମଜି ରୁହ। ବାହାର ଯୋଉ କାମରେ ଟିକେ ଟିକେ ଖାଲି ଯେତିକି ଶରୀର ଧାରଣ କରି ରଖିବା ପାଇଁ ଖାଦ୍ୟ ଟିକେ ଦରକାର, ଅଳ୍ପ ଟିକେ ଖାଦ୍ୟ ଖାଅ। ଏପରିକି ହଠ ଯୋଗୀ ମାନେ କିପରି ଖାଦ୍ୟ କମ ଆବଶ୍ୟକ ପଡିବ, ସେଥିପାଇଁ ମଧ୍ୟ ସେମାନେ ଶରୀରକୁ ଆହୁରି କଷ୍ଟ ଯନ୍ତ୍ରଣା ଦେଇକିରି ଯୋଗ ସାଧନା ର ପ୍ରୋସେସ ଭିତରେ ଆହୁରି କଷ୍ଟ ଦିଅନ୍ତି। ତା ଫଳରେ କଣ, ଯେମିତି ସେ ବାହାରର ଏଇ ଯୋଉ ସ୍ଥୂଳ ଖାଦ୍ୟ ଆଉ ଆବଶ୍ୟକତାର ପଡିବ ନାହିଁ। ସବୁବେଳେ ନୂତନ କିଛି କରିବାକୁ ଯାଇଛନ୍ତି ଯେତେବେଳେ କଷ୍ଟ ଏବଂ ଯନ୍ତ୍ରଣା ନିଶ୍ଚୟ ଆସେ। ପ୍ରସ୍ତୁତିରେ ଯନ୍ତ୍ରଣା ଭୋଗ କରିବାକୁ ପଡିବ। ଯିଏ କହିବ ଯେ ମୁଁ ଯନ୍ତ୍ରଣା ସହିବି ନାହିଁ, ମୁଁ ଯନ୍ତ୍ରଣାକୁ ସମ୍ମୁଖୀନ ହେବି ନାହିଁ, ତାହେଲେ ସେ ନୂତନ କିଛି ପାଇପାରିବ। ଆମେ ଗୋଟେ କଥା ଦେଖନ୍ତୁ, ଯେତେବେଳେ ଆମ ଉପରେ ଗାଳି ହୁଏ, ଆମକୁ କଷ୍ଟ ହୁଏ, ଯନ୍ତ୍ରଣା ହୁଏ, କିନ୍ତୁ ଯୋଉ ଭୁଲ ପାଇଁ ଗାଳି ହେଇଥାଏ, ଯୋଉ ଅସୁବିଧା ସକାଶେ ଗାଳି ହେଇଥାଏ, ଯୋଉ ଅସାମର୍ଥ୍ୟତା ସକାଶେ ମୁଁ ବିପଦର ସମ୍ମୁଖୀନ ହେଇଥାଏ, ଯଦି ସେ ଗାଳି ନ ହେଇଥାନ୍ତା, ଯଦି ସେଇ ଅସୁବିଧାଟି ଆସି ନଥାନ୍ତା, ମୁଁ ତାକୁ କଣ ଭାବିଥାନ୍ତି? ଠିକ ବୋଲି ଭାବିଥାନ୍ତି ଏବଂ ସେଇଥିରେ ହିଁ ରହିଥାନ୍ତି। ତାହେଲେ ଅସୁବିଧା କଣ ହେଇଥାନ୍ତା ଚିନ୍ତା କରନ୍ତୁ। ଆପଣଙ୍କର ଅଗ୍ରଗତି ତ ହେଇନଥାନ୍ତା, କଷ୍ଟ ଯନ୍ତ୍ରଣା ଅଧିକ ପାଇଥାନ୍ତେ ଯେତେବେଳେ ବଡ ହେଇଯାଇଥାନ୍ତେ। ଯେତେବେଳେ ରିହର୍ସେଲ ବେଳେ ଆପଣ ଦେଖିବେ ଡିରେକ୍ଟର, ନିର୍ଦ୍ଦେଶକ ଯିଏ ଗାଳି ଦଉଥିବେ ଯେ କହିଲେ ନ ସରେ। ଗାଳି ଦଉଥିବେ କହିଲେ ନ ସରେ। ଯଦି ରିହର୍ସାଲ ସମୟରେ ଆପଣ ଗାଳିଟିକୁ କହିବେ ନାହିଁ ମତେ କାହିଁ ଗାଳି ଦେବେ, ମତେ ଗାଳି ଦେବେନି, ମତେ କହିବେ ବଢିଆ ହଉଛି ବଢିଆ ହଉଛି। ଯଦି ଆଉ କହିବେ ବଢିଆ ହଉଛି ବଢିଆ ହଉଛି, ତେଣୁ କଣ ହବ? ମୁଁ ଯୋଉ ଭୁଲଟି କରୁଥିଲି, ରିହର୍ସଲ ବେଳେ ଯୋଉ ଭୁଲଟି କରୁଥିଲି, ଯେତେବେଳେ ପରଫର୍ମାନ୍ସ ହବ ସେଇ ଭୁଲ ହିଁ କରି ବସିବି। ପରିଣାମ କଣ ହବ? ପରିଣାମ ଚିନ୍ତା କରନ୍ତୁ କେତେ ଦୂର ଦୂର ପଳେଇବ। ପ୍ରଥମ କଥା ହେଲା ଅଡିଏନ୍ସ ତମକୁ ଆଗ ଛି ଛାକର କରିବେ। ଅଡିଏନ୍ସ ଚିନ୍ତା କରନ୍ତୁ, ସର୍ବ ସମ୍ମୁଖରେ ଯଦି ଶ୍ରୋତା ତୁମକୁ, ଦର୍ଶକ ତୁମକୁ ଛି ଛାକର କଲେ, ତାହେଲେ ତମକୁ ମାନେ ସେ ଯୋଉ ବାଧା ହବ, ଯୋଉ ମାନେ ନିଜ ଇଜ୍ଜତ ଚାଲିଯିବ, ଯୋଉ ବାଧା ହବ, ତାକୁ ସହିପାରିବେ? କେତେ କଷ୍ଟ ଚିନ୍ତା କରନ୍ତୁ। ରିହର୍ସେଲ ବେଳେ ଜଣାଶୁଣା ଲୋକ, ଚାରି ପାଞ୍ଚ ଜଣ ଲୋକ କି 15 ଜଣ ଲୋକ, ଯୋଉମାନେ ଆମେ ପ୍ରାକ୍ଟିସ କରୁଛନ୍ତି ଡ୍ରାମା ପାଇଁ ବା ଯାତ୍ରା ପାଇଁ, ସେତେବେଳେ ଶୁଣିଥାନ୍ତା ଅଳ୍ପ ଲୋକରେ। ବର୍ତ୍ତମାନ ସର୍ବ ସମ୍ମୁଖରେ ଯୋଉ ଦର୍ଶକ ମାନେ ତୁମକୁ ଯଦି ଅଣ୍ଡା ପକେଇବେ, ପଚା ଅଣ୍ଡା ପକେଇବେ, ବିଲାତି ପକେଇବେ, ଟେକା ପଥର ଫିଙ୍ଗିବେ, ଗାଳି ଦେବେ, ଆପଣଙ୍କ କ୍ୟାରିଅର ବର୍ବାଦ ହେଇଯିବ। ସେଇ ଯାତ୍ରା, ମନେକର ଆପଣ ଯାତ୍ରା କରୁଛନ୍ତି, ସେଇ ଯାତ୍ରା ଆଉ ଯୋଉଠି ପଡିବ କେହି ଲୋକ ଯିବେନି ଦେଖିବା ପାଇଁ, ଆପଣଙ୍କର ଆୟ କମିଯିବ। ଆପଣଙ୍କର ଆୟ ଯେତେବେଳେ କମିଯିବ, ଆପଣଙ୍କର ରୋଜଗାର କମିଗଲା ନା। ରୋଜଗାର କମିଗଲେ ଆପଣ ଖାଇବା ପିଇବା ପାଇଁ ଯୋଉ ଚିନ୍ତା କରନ୍ତୁ କେମିତି ବିକଳ ହେବେ ପୁଣି। କାହିଁ ଆୟ କାହିଁ ଥିଲେ ସିନା ଭଲ ଖାଇବେ। ନିର୍ଦ୍ଦେଶକର ଟିକିଏ ଗାଳି ଶୁଣିବେ ନାହିଁ, କହିବେ ଯେ ମତେ ସବୁ ଭଲରେ ଭଲରେ ଚାଲୁ, କିନ୍ତୁ ତା କନସିକ୍ୱେନ୍ସ କଣ ହୁଏ? ତେଣୁ ପ୍ରଥମେ ପ୍ରଥମେ ଆମେ ମଣିଷ ମାନେ ବୁଝି ପାରିନଥାଉ। ତେଣୁ କିନ୍ତୁ ଜାଣିଥିବା ଦରକାର ଯେ ସେଇ ଯୋଉ ସମୟ ଆସିଥାଏ, ଯାହା ଆସିଥାଏ, ସିଏ ମତେ ଶିକ୍ଷା ଦେଇପାରିଥାଏ, ଦବାକୁ ଆସିଥାନ୍ତି। ସେଥିପାଇଁ ଲେଖୁଛନ୍ତି ଯଦି ମୁଁ ତାକୁ ଗ୍ରହଣ କରିନଥାନ୍ତି, ତାହେଲେ କଣ ହେଇଥାନ୍ତା? ମୁଁ ଆନନ୍ଦ ସାମର୍ଥ୍ୟର ଅଧିକାରୀ ହୋଇନଥାନ୍ତି। ତାକୁ ଗ୍ରହଣ କରିବା ଲାଗି ଆପଣାକୁ ଅନୁରୂପ ଭାବରେ ଶିକ୍ଷା ଦେଇ ପାରିନଥାନ୍ତି। ତାମାନେ ଯୋଉ ବାଧା ବିପତ୍ତି, ଯୋଉ ଯନ୍ତ୍ରଣା ଆସୁଛି, ମତେ ଶିକ୍ଷା ଦେବା ପାଇଁ ଆସୁଛି। ଯଦି ମୁଁ ତାକୁ ସମ୍ମୁଖୀନ ହେବି ନାହିଁ, ତାହେଲେ ମୁଁ ଅନୁରୂପ ଭାବରେ ଶିକ୍ଷା ଦେଇପାରିବି ନାହିଁ। ତାହେଲେ କଣ ହବ? ଯଦି ମୁଁ ଶିକ୍ଷା ନଦେଲି, ତାହେଲେ ମୋର ପରିପୂର୍ଣ୍ଣତା ହବ ନାହିଁ, ଅଗ୍ରଗତି ହବ ନାହିଁ, ପରିପୂର୍ଣ୍ଣତା ହବ ନାହିଁ। ସେଇ ଦୁର୍ବଳତା, ସେଇ ଅସାମର୍ଥ୍ୟତା ରହିଯିବ ମୋ ଭିତରେ। ତେଣୁ ଯୋଉ
ଯିଏ ମତେ କଷ୍ଟ ଦଉଛି, ଯିଏ ମତେ ଯନ୍ତ୍ରଣା ଦଉଛି, ସେ ଗୋଟେ ଉତ୍ପୀଡ଼କ ବୋଲି ତାକୁ କୁହାଯାଏ, ଅତ୍ୟାଚାରୀ ବୋଲି ଆପଣ କୁହନ୍ତି। ପ୍ରକୃତରେ ସେଇ ଉତ୍ପୀଡ଼କ ଯେ ଅତ୍ୟାଚାରୀ କଣ? ଗୋଟେ ମୁଖା ପିନ୍ଧିକିରି ଭଗବାନ ନିଜେ, ଦିବ୍ୟ ଜନନୀ ନିଜେ ମତେ ପ୍ରସ୍ତୁତ କରୁଛନ୍ତି। ଏଇଟାକୁ କେହି କେହି ବେଳେ ବେଳେ ଭାବନ୍ତି ଯେ ଭଗବାନ ଆମକୁ କଷ୍ଟ ଦଉଛନ୍ତି ବୋଲି। ଭଗବାନ କଷ୍ଟ ଦଉନାହାନ୍ତି। ଏଠି ଆଉ ଗୋଟେ ମିସକନସେପ୍ଟ ଆସିପାରେ। କେହି କେହି କହନ୍ତି ଯେ ମା ଆମକୁ ଯନ୍ତ୍ରଣା ଦଉଛନ୍ତି, ମା ତ ଆମର ମା, ଆମେ ତାଙ୍କର ସନ୍ତାନ, ସେ କେମିତି ମତେ ଯନ୍ତ୍ରଣା ଦଉଛନ୍ତି, ମୋ ଯନ୍ତ୍ରଣା କେମିତି ସେ ସହି ପାରୁଛନ୍ତି କଷ୍ଟ ଦେଇକିରି। ସିଏ ମତେ ଯନ୍ତ୍ରଣା ଦଉନାହାନ୍ତି, ଏଠି ସେଇ ଅର୍ଥରେ କୁହାଉନି। ଏଠି ତେଣୁ ସେଠି କଣ ହଉଛି? ମା ମୋ ସହିତ ରହିଛନ୍ତି, ସେ ଯନ୍ତ୍ରଣାକୁ କେମିତି ସମ୍ମୁଖୀନ ହବ ମତେ ପ୍ରତ୍ୟେକ ମୁହୂର୍ତ୍ତରେ ସମର୍ଥ କରଉଛନ୍ତି। କିନ୍ତୁ ସେଇ ଯୋଉ ଘଟଣାଟି ଘଟୁଛି ମୋ ସମ୍ମୁଖରେ, ଯିଏ ମୋ ପାଇଁ ଅତ୍ୟାଚାରୀ ବା ଉତ୍ପୀଡ଼କ ଭାବରେ ଅଛି, ମତେ ଶିକ୍ଷା ଗ୍ରହଣ କରିବା ପାଇଁ, ମତେ ସମର୍ଥ ଯୁକ୍ତ କରିବା ପାଇଁ ସେ ଘଟଣାଟି ଘଟୁଛି। ତା ଭିତରେ ଭଗବାନ ଅଛନ୍ତି, ମା ଅଛନ୍ତି, ତା ଠିକ, ସେଇଟା ଠିକ। କିନ୍ତୁ ତାକୁ ଟିକେ କୋଉ ଅର୍ଥରେ ଗ୍ରହଣ କରୁଛନ୍ତି, ସେଇଟା ହଉଛି ଗୋଟେ ବଡ କଥାଟେ। ଆମେ ତାକୁ ଗ୍ରହଣ କରିବା କାହିଁକି ନା ଆମେ ପରିପୂର୍ଣ୍ଣତା ଅର୍ଜନ କରିବା ପାଇଁ, ଆମର ଦୁର୍ବଳତାକୁ ଚିହ୍ନିବା, ଅସାମର୍ଥ୍ୟତାକୁ ଚିହ୍ନିବା, ତା ଉପରେ ବିଜୟ ହାସଲ କରିବା, ତେବେ ପରିପୂର୍ଣ୍ଣତା ହାସଲ ହବ। ଆଉ ପର୍ଟିକୁଲାରଲି ଶ୍ରୀଅରବିନ୍ଦ ଯେତେବେଳେ ଲେଖୁଛନ୍ତି ଏଠି ଶରୀରର ଯୋଉ ଯନ୍ତ୍ରଣା କଥା କହୁଛନ୍ତି, ଯେମିତି ରୂପାନ୍ତର କଥା ଯେତେବେଳେ ଆସିବ, ସେତେବେଳେ ଏଇ କୋଷରେ, ଶରୀରର କୋଷ ଲେବୁଲ ପର୍ଯ୍ୟନ୍ତ ବହୁତ ଯନ୍ତ୍ରଣା ହବ। ମନ ତ, ଅହଙ୍କାର ତ ବାଟ ଛାଡିବାକୁ ଚାହିଁବନି ନା। ତେଣୁ ପ୍ରାଣର ସେ ଯୋଉ ଉଦ୍ଦାମତା, ଯୋଉ ନିମ୍ନ ପ୍ରାଣର ଯୋଉ ଗୁଣ, ସେ କେମିତି ଛାଡିଦବ? ତେଣୁ ଆପଣଙ୍କୁ ସବୁବେଳେ କଷ୍ଟ ହବ। ଚିନ୍ତା କରୁନାହାନ୍ତି, ଆମେ ଯୋଉମାନେ ଅହଙ୍କାରୀ ବ୍ୟକ୍ତି ହଉ ବା ନିଜର ରୁଚି ଥାଏ, ଆମ ରୁଚି ଅନୁସାରେ ଘଟଣା ଘଟିବନି। ଯଦି ଯୋଉ ମୁହୂର୍ତ୍ତରେ ଆପଣ ସାଧନା କରିବା ପାଇଁ ସ୍ଥିର କଲେ, ତେବେ ଆପଣଙ୍କ ରୁଚି ଅନୁସାରେ କିଛି ଘଟଣା ଘଟିବ ନାହିଁ। ଆପଣଙ୍କ ପସନ୍ଦ ଅନୁସାରେ କିଛି ଘଟଣା ଘଟିବ ନାହିଁ। ଦେଖେଇ ଦବା ପାଇଁ ଯେ ତୁମ ଭିତରେ ପସନ୍ଦ ଅପସନ୍ଦର ଉର୍ଦ୍ଧ୍ୱକୁ ତମେ ଯାଇଛ ନା ଯାଇନାହ। ପସନ୍ଦ ଅପସନ୍ଦର ଉଭୟକୁ ଉର୍ଦ୍ଧ୍ୱକୁ ଉଠିବେ। ଏଇଠି ଆଜି ଆମେ ପାଠ ପଢିଲା ବେଳେ ଗଣିତରେ ଦେଖୁଥିଲୁ, ପୂର୍ବ କଳ୍ପିତ ଧାରଣା କେମିତି ଆମକୁ ଭୁଲ କରିଦଉଛି। ଗଣିତରେ ଗୋଟେ ବଢିଆଟେ ଦେଖୁଥିଲୁ, ବୁଝି ହବ ନାହିଁ ଏଠି। ଗଣିତରେ ଆମେ ଦେଖୁଥିଲୁ ଯେ ଅନୁରୂପ, ଯଦି ଏଇଠି ଏଠି ଶୀର୍ଷ ବିନ୍ଦୁ ଅଛି ଏ, ଏଟା ଅଛି ବି, ଏଟା ଅଛି ସି, ଆଉ ଗୋଟେ ତ୍ରିଭୁଜଟା ଉପରେ ଅଛି କ୍ୟୁ, ଡାହାଣ ପଟେ ଅଛି ପି, ତଳ ଅଛି ଆର। ବର୍ତ୍ତମାନ କଣ ହେଲା? ଏଠି ଏ ବି ସି, ସେଠି ହେଲା ଡାହାଣ ପଟେ ପି, ଉପରେ କ୍ୟୁ, ତଳେ ଆର। ଆମର କଣ ଏଠି ପୂର୍ବ କଳ୍ପିତ ଧାରଣା? ପୂର୍ବ କଳ୍ପିତ ଧାରଣା ହଉଛି କଣ? ଏ ପରେ ବି ପରେ ସି ଆସୁଛି କ୍ୟାରେକ୍ଟରରେ, ଏଠି ପି ପରେ କ୍ୟୁ ପରେ ଆର ଆସୁଛି କ୍ୟାରେକ୍ଟରରେ, କିନ୍ତୁ କ୍ୟୁ ଟା ଉପରେ ଅଛି, ପି ଟା ତଳେ ଅଛି। ଏଠି କ୍ୟୁ ହଉଛି ଏ ର ଅନୁରୂପ, ଏ ପରେ ଏଠି ବି ଅଛି, ସେଠି କ୍ୟୁ ପରେ ଆର ଅଛି, ବି ପରେ ଏଠି ସି ଅଛି, କିନ୍ତୁ ଏଠି ଆର ପରେ ପି ଅଛି। ଆର ପରେ କଣ ରହିବା କଥା? ଏସ୍ ରହିବା କଥା। ଆମର ପୂର୍ବ କଳ୍ପିତ ଧାରଣା କହୁଛି ଆଲଫାବେଟିକାଲ ରହିବା କଥା। କିନ୍ତୁ ପ୍ରକୃତରେ ଏଠି ଯୋଉ ନାମକରଣ କରାହଉଛି ପି କ୍ୟୁ ଆର, ସେମିତି ମାନେ ନାହିଁ ଯେ ଏଟା ଆଲଫାବେଟିକାଲ କ୍ରମ ଅନୁସାରେ ନାମକରଣ କରାହେଇଛି। କେ ପି ସି ଯାହା ବି ହେଇପାରିଥାନ୍ତା, ସିଏ ଆକ୍ଚୁଆଲି ସେଇ ହିସାବରେ ହିଁ ହେଇଛି। ସେଠି ସିରିଏଲ ଅନୁସାରେ ହେଇନାହିଁ, ପି କ୍ୟୁ ଆର ଏମିତି ହେଇନାହିଁ। ସିଏ ତାର ଗୋଟେ ନାଁ ଦିଆହବା କଥା। ଏଠି କ୍ୟୁ ଜାଗାରେ ପି ଜାଗାରେ ଡି ବି ଦିଆ ହେଇପାରେ। ଆମର ପୂର୍ବ କଳ୍ପିତ ଧାରଣା କଣ କଲା ନା, ପି ପରେ କ୍ୟୁ ପରେ ଆର ଯେହେତୁ, ତେଣୁ ଏ ପରେ ବି ପରେ ସି ଯେହେତୁ, ତେଣୁ ପି ଟା ଏ ସହିତ ସମାନ। ନା, ଏଠି ଗଣିତରେ ପାଠ ଦେଉଛି କଣ? ଏଠି ଏ ଟା କାହା ସହିତ ସମାନ ନା, ଏଠି କ୍ୟୁ ସହିତ ସମାନ। ଏଠି ଏଟା ପି ସହିତ ସମାନ ନୁହଁ। ଆମ ପୂର୍ବ କଳ୍ପିତ ଧାରଣାରେ ଆମେ ଗୋଟେ ଆଲଫାବେଟିକାଲି କ୍ରମରେ ଯେହେତୁ ଯିବା, ତେଣୁ ପି କ୍ୟୁ ଆର ଏମିତି ଆମେ ବୁଲିବା। ନାଇଁ, ଭୁଲ ହେଇଗଲା, ପାଠ ଭୁଲ, ସବୁ ଭୁଲ। ତେଣୁ ଏଇ ଯୋଉ ଆମର ମନର, ଶରୀରର ଯୋଉ ଦୃଢ, ଯୋଉ ପରିବର୍ତ୍ତନ ବିମୁଖତାଟା ରହିଛି, ସେଇଟାକୁ ଭାଙ୍ଗିବାକୁ ପଡିବ। ମତେ ଯାହା କୁହ, ମୁଁ ଯାହା ସେୟା, ମୁଁ ଜମାରୁ ନିଜକୁ ପରିବର୍ତ୍ତନ କରିବି ନାହିଁ। ଆରେ ତୁମେ ଯେତେବେଳେ ପରମେଶ୍ଵରଙ୍କୁ, ମାଙ୍କୁ ଧାରଣ କରୁଛ, ଏ ଶରୀର, ଏ ସମଗ୍ର ସୃଷ୍ଟିରେ ସବୁ ହଉଛି ତାଙ୍କର ସୃଷ୍ଟି।
ସମସ୍ତେ ନିଜ ନିଜ ସ୍ଥାନରେ ଯୋଉଠି ଯିଏ ରହିଛନ୍ତି ସେ କିଛି ନା କିଛି ଗୋଟେ କଣ ଗୋଟେ ପରିପ୍ରକାଶ କରିବାକୁ ଆସିଛନ୍ତି। ସେତେବେଳେ ମୁଁ ଯେତେ ପାରେ ସେତେ ଅଧିକରୁ ଅଧିକ ଶିକ୍ଷା ଗ୍ରହଣ କରି ନିଜର ଅଗ୍ରଗତି କରିବି, ନା ମୋର ଯୋଉ ଧାରଣା ଥିଲା, ଯୋଉ ଅଭିମତ ଅଭିରୁଚି ଥିଲା ତାକୁ ଧରିକି ବସିବି, ତାକୁ ଛାଡିବି ନାହିଁ। ଯାହା ସଂସାର ପରିବର୍ତ୍ତନ ହେଇଯାଉ, ମୁଁ ଯୋଉ ନୀତି ନ୍ୟାୟ ରହିଛି ସେଇଥିରେ ରହିବି। କେବଳ ଗୋଟିଏ ମାତ୍ର ନୀତି ମୋ ପାଇଁ, ସେଟା ହଉଛି କେବଳ ମା, କେବଳ ମା। ତେଣୁ ମାଙ୍କୁ ଯେତେବେଳେ ସତ୍ୟକୁ ଯେତେବେଳେ ମୁଁ ଧରିଲି, ସତ୍ୟ ତ ସବୁବେଳେ ପରିବର୍ତ୍ତନଶୀଳ। ତେବେ ମୁଁ କେମିତି ଗୋଟେ ରିଜିଡ୍ କରିକି ଗୋଟେ କଥାକୁ ଧରି ରଖିଥିବି? କେବେ ବି କୌଣସି କଥାକୁ ରିଜିଡ୍ କରି ଧରି ରଖିବେ ନାହିଁ। ସେଇଥିପାଇଁ ତାପରେ ଜ୍ଞାନ 496 କହୁଛନ୍ତି, ମୁଁ ମୋ ମନକୁ ଇସ୍ପାତ କରି ରଖିଥିଲି, ଟାଣ ପଥର ଭଳି ଟାଣ କରି ରଖିଥିଲି, ମୋର ହୃଦୟକୁ ପଥର ଚକି ପରି ଟାଣ କରି ରଖିଥିଲି। ଯଦ୍ୱାରା ମତେ କଣ ହବ ନା, ବାହାରର ଦୁଃଖ, ନିର୍ବୋଧତା, ନୃଶଂସତା, ଅନ୍ୟାୟ ମତେ କଷ୍ଟ ଭୋଗ କରିବ ନାହିଁ, ଦବ ନାହିଁ। ମାନେ ନୈତିକତାର ହଉ ବା ନିଜର ତଥାକଥିତ ସାତ୍ଵିକ ଭାବ ନେଇକିରି ନିଷ୍ଠାପରର ମୋର ଯୋଉ ଧାରଣା ରହିଛି, ତାକୁ ନେଇକିରି ମୁଁ ଏମିତି ଟାଣ ହେଇକି ରହିଥିଲି ଯେ ନୂତନ କିଛି ଆସିଲେ ତାକୁ ଗ୍ରହଣ କରିବା ପାଇଁ ପ୍ରସ୍ତୁତ ନଥିଲି। ଗ୍ରହଣଶୀଳତା ଯେତେବେଳେ ନାହିଁ, ସେତେବେଳେ ହିଁ ଆପଣ ଟାଣ ହେଇକି ରହିବେ। ପୁରା ଏମିତି ହେଇକି ରହିଥିବେ। ଯଦି ଟାଣ ହେଇକି ରହିଲେ ଗ୍ରହଣଶୀଳତା ନାହିଁ, ଗ୍ରହଣଶୀଳତା ହେଲେ ଟାଣ ହେଇକି ରହିଲେ। ଆଉ ଗ୍ରହଣଶୀଳତା ଯଦି ନାହିଁ, ତେବେ ଆପଣଙ୍କ ଭିତରେ ପ୍ରଭୁ ନିଜକୁ ପରିପ୍ରକାଶ କରିପାରିବେ ନାହିଁ। ତେଣୁ ରୂପାନ୍ତର ଆପଣଙ୍କର ହବ ନାହିଁ। ସେଇଥିପାଇଁ କହୁଛନ୍ତି, ଯେତେବେଳେ ମୁଁ ପ୍ରସ୍ତୁତ କଲି, ସମର୍ପିତ ହେଇଗଲି ଭଗବାନଙ୍କ ପାଖରେ, ସେତେବେଳେ ପ୍ରଭୁ ମୋ ହୃଦୟର ବାଡକୁ ଭାଙ୍ଗିଦେଲେ, ମୋ ମନକୁ ଚଷି ମାଟି ଲେଉଟାଇ ଦେଲେ। ନିଷ୍ଠୁର ଏବଂ ଅବିଚ୍ଛିନ୍ନ ବେଦନାର ମଧ୍ୟ ଦେଇ ମୁଁ ଏକ ଆନନ୍ଦମୟ ଦୁଃଖ ଶୂନ୍ୟତା ମଧ୍ୟକୁ ଜାଗୃତ ହୋଇ ଉଠିଲି। ମୁଁ ଯୋଉ ରିଜିଡ୍ କରି ଧରିକି ରଖିଥିଲି, ତାକୁ ସେ ଭାଙ୍ଗିଦେଲେ। ଭାଙ୍ଗି ଦେଇକି ଦୁଃଖ ନଥିବା ଅତି ଆନନ୍ଦମୟ ଜଗତକୁ ମତେ ଉଠେଇ ନେଇଗଲେ। ସେଠି ଦୁଃଖ, କ୍ରୋଧ, ବିପ୍ଳବ ସବୁ ଗୋଟେ ମାଧ୍ୟମ ହେଇଗଲା, ଯାହାକୁ ମୁଁ ପାଦ ତାପରେ ଥୋଇ, ଯାହା ଉପରେ ପାଦ ଥୋଇକି ମୁଁ ଅନନ୍ତ ଜ୍ଞାନ, ସୁସ୍ଥିର ଶାନ୍ତି ମଧ୍ୟକୁ ଜାଗୃତ ହୋଇଉଠେ। ଏଇଠି ଆମେ ଆମର ଦୈନନ୍ଦିନ ଜୀବନରେ ଯେତେବେଳେ ଯୋଉ ଜାଗାରେ ଯୋଉଠି ଯାହା ଘଟିବାକୁ ଯାଉଛି, ସେଥିରେ ଆମେ ନିଜକୁ ଏତେ ବିନମ୍ର କରି ରଖିବା, ଏତେ ନିଜକୁ ଗ୍ରହଣଶୀଳ କରି ରଖିବା, ଯାହା ଘଟଣାଟେ ଘଟୁଛି ତାକୁ ସାଙ୍ଗେ ସାଙ୍ଗେ ମାଙ୍କୁ ରେଫର କରି ତା ଭିତରେ ମତେ ନିଜକୁ ମୁଁ ପ୍ରସ୍ତୁତ କରିଦେଇ ଶିଖିଦେବି ଏବଂ ଅଗ୍ରଗତି କରି କରି ଚାଲିବି। କୋଉ ଜାଗାରେ ଏତେ ରିଜିଡ୍ ହେଇକି ରହିବି ନାହିଁ। ଯୋଉ କଥା ବି କୁହନ୍ତୁ, ଆପଣ ଭାବିବେ ଯେ ଏଇ ବର୍ତ୍ତମାନ ଏ ଯୋଉ ଜେନେରେସନ ଭାରି ନଷ୍ଟ, ଭାରି ଗଲେଣି, ଆଉ ନାହାନ୍ତି। ଏଇଟା ବି ଗୋଟେ ରିଜିଡିଟି। ନଷ୍ଟ ହେଇଗଲେଣି, ସିଏ ଆଉ ବଦଳିବେ ନାହିଁ ନା, ତାଙ୍କ ଭିତରେ ବଦଳିବେ। ଏଇ ଧାରଣା, ଏଇ ରିଜିଡ୍ ଟାକୁ ଆପଣ ପ୍ରହାର କରିବେ। କାହିଁ ବଦଳିବେ ନାହିଁ? ମାଙ୍କ କୃପା ହେଲେ କିଏ କହିଲା ବଦଳିବ ନାହିଁ? ସବୁ ସବୁ ଏମିତିଆ ଛୋଟ ଛୋଟ କଥାରେ ସବୁଥିରେ ନିଜକୁ ପ୍ରସ୍ତୁତ ରଖିବେ। ହଁ, ନିଶ୍ଚୟ ସମ୍ଭବ। କାହିଁକି ନା ଯଦି ମାଙ୍କ ସ୍ପର୍ଶ ରହିଲା, ଇଫ୍ ଗଡ୍ ଟଚ୍ ଇଜ୍ ଦେୟାର, ଅଲ୍ କ୍ୟାନ୍ ବି ଡନ୍। ସବୁ କିଛି ହେଇପାରେ। ସବୁ କିଛି ହେଇପାରିବ। ଯଦି ଥାଏ ତୁମ ସ୍ପର୍ଶ, ନାଇଁ, ସବୁ କିଛି ସମ୍ଭବ। ଯଦି ଥାଏ ତୁମ ସ୍ପର୍ଶ, ସବୁ କିଛି ସମ୍ଭବ। ମା ଜଣେ ଅ ସେ ଜଣେ ଆକ୍ଚୁଆଲି ସାଧୁ, ସେତେବେଳେ ମହାଭାରତରେ ଏଟା ଗୋଟେ କାହାଣୀ ଭିତରେ ରହିଛି। ମହାଭାରତ କାହାଣୀରେ ଯେତେବେଳେ ଅଶ୍ୱମେଧ ଯଜ୍ଞ ଯୁଦ୍ଧ ପୂର୍ବରୁ କରୁଥିଲେ, ଯୁଧିଷ୍ଠିରଙ୍କର ହଉଥିଲା ଅଶ୍ୱମେଧ ଯଜ୍ଞ, ସେତେବେଳେ ଘୋଡା ଯାଇକି ଗୋଟେ କୁନ୍ତଳପୁରରେ ପ୍ରବେଶ କଲା। କୁନ୍ତଳପୁରର ରାଜା ଥିଲେ ଚନ୍ଦ୍ରହାସ। ଚନ୍ଦ୍ରହାସ ଜଣେ ରାଜା, ସିଏ ବିଷ୍ଣୁ ଭକ୍ତ। କିନ୍ତୁ ତାଙ୍କ ଜୀବନ କାହାଣୀଟି ଏତେ କଷ୍ଟ ଯନ୍ତ୍ରଣା ଯୁକ୍ତ ଯେ, ସାଧାରଣ ବ୍ୟକ୍ତି ଯଦି ଦେଖିବ, ସତରେ ଏତେ କଷ୍ଟ ଯନ୍ତ୍ରଣା ଜଣେ ସହିପାରନ୍ତା? ଯେତେବେଳେ ସେ ଛୋଟ ଜନ୍ମ ହେଇଥିଲେ, ସେତେବେଳେ ରାଜ ପରିବାରରେ ଜନ୍ମ ହେଇଥିଲେ, କିନ୍ତୁ କୁନ୍ତଳ କୁମରରେ ନୁହଁ, ଅନ୍ୟ ଜାଗାରେ।
ସେଠି ଅ ଅନ୍ୟ ରାଜା ମାନେ ଆକ୍ରମଣ କରିଛନ୍ତି। ସେ ଯେତେବେଳେ 2.5 ବର୍ଷ କି 3 ବର୍ଷ ହବ ଆକ୍ରମଣ କରିଛନ୍ତି, ସମସ୍ତଙ୍କୁ ବର୍ବରଚିତ ଭାବରେ ହଣାହଣି କରିଛନ୍ତି। ତାଙ୍କ ବାପା ମା ତାଙ୍କ ସବୁ ମାରିମୁରି ପକେଇଲେ। ଅ ସେ ଇଏରେ ସେଇ ସମୟରେ କାହାକୁ ଛାଡ଼ିଲେଣି, ପିଲା ପିଲା ଯାହାକୁ ପାରିଲେ ସବୁ ହାଣିଲେ। ଖୋଜୁଥାନ୍ତି ରାଜକୁମାର କୋଉଠି ଅଛି ତାକୁ ହାଣିବେ। ସେଇ ସମୟରେ ତାଙ୍କର ଧାଇ ମା ଯିଏ ଥିଲେ, ବା ରାଣୀଙ୍କର ସଖୀ, ଅ ଧାଇମା ଭଳି ସିଏ ରହିଥିଲେ। ସିଏ କଣ କଲେ, ସାଙ୍ଗେ ସାଙ୍ଗେ ସବୁ ରାଜବସ୍ତ୍ର ସବୁ କାଢି ପକେଇଲେ ପିଲା ଦେହରୁ। କାଢି ପକେଇଲେ, ନିଜେ ବି ଆହୁରି ଗୋଟେ ଅତି ଅ ମାନେ ପୁରା ଛିଣ୍ଡା ମିଣ୍ଡା କପଡା ପିନ୍ଧି ପକେଇଲେ। ପିଲାଟିକୁ ଛିଣ୍ଡା କପଡା ପିନ୍ଧେଇ ଦେଲେ। ତାର ଯୋଉ ରାଜକୁମାର ଏବଂ ସୁଠାମ ଶରୀର, ବଢିଆ ଚେହେରାଟି, ଛୋଟ ଛୁଆଟେ, ତାକୁ କଣ କଲେ ଯୋଉ କାଜଲ ଫାଜଲ ସବୁ ଏମିତି ଲଗେଇ ଲଗେଇ ଦେଲେ ଯେମିତି ଅସୁନ୍ଦରିଆ ଟେ ଦେଖାଯିବ। ମାଟି ଫାଟି ଲଗେଇ ଲଗେଇ ଦେଲେ, ସବୁ ପୁରା ଅସୁନ୍ଦର କରିକି। ତେଣୁ କଣ କଲେ, ଦାସ ଦାସୀ ମାନେ ସବୁ ଯୋଉ ପଟ ଦେଇ ସବୁ ବାହାରି ବୁରି ଯାଉଛନ୍ତି, ସେ ସେଇ ବାଟ ଦେଇକି ବାହାରିଗଲେ। ଏମାନେ ଚେକ୍ କରି ଛାଡୁଥାନ୍ତି। ଯେତେବେଳେ ଚେକ୍ କରି ଛାଡିଲେ, ତାକୁ କିନ୍ତୁ ସେ କହିଦେଇଥିଲେ ଚନ୍ଦ୍ରହାସକୁ, ଧାଇମା ଯେ ତମେ କହିବୁ, ତୁ କହିବୁ ଯେ ମୋ ମା ହଉଛି ଇଏ, ମାନେ ଏଇ ଧାଇମା ଯିଏ ନଈ ସିଏ ହଉଛି ତା ମା। ସିଏ ସେଠୁ ଧରା ପଡିଲେ। ସୈନ୍ୟମାନେ ଯେତେବେଳେ ପଚାରିଲେ ଇଏ କିଏ, ନା ଇଏ କହିଲା ମୋ ଛୁଆ ଆଜ୍ଞା, ଆଉ ମତେ ତ ଗରିବ ଆଜ୍ଞା। ତାର ଯେମିତି ଆକ୍ଟିଂ କରିବା କଥା କରିଗଲା ଆଉ। ତ ସେ ଛୁଆଟାକୁ ପଚାରୁଛନ୍ତି, 2.5 ବର୍ଷ 3 ବର୍ଷ କଥା କହିଲାଣି, ଏଇ ଇଏ କିଏ ତୋର ମା, ମୋ ମା। ସେ ସବୁ କହିଲା, ତାକୁ ଛାଡିଦେଲେ। ସେଠୁ ସେ ଆସିକିରି ଚାଲି ଚାଲି ସେ ବୁଢୀ ଛୁଆଟିକୁ ଧରି ଖାଇବା ପିଇବା କୋଉଠି କଣ ଟିକେ ଦେଇ, କେତେ କଷ୍ଟ, କେତେବେଳେ ଖାଇବାକୁ ଦେଇଛନ୍ତି, କେତେବେଳେ ପାଣି ଦେଇଛନ୍ତି ପିଇବା ପାଇଁ। ଏମିତି ହେଇ ଆସି ପୁରା ମାନେ ମାନେ ଦୀର୍ଘ କେତେ, ମାନେ 400 500 କିଲୋମିଟର ଦୂର ଅତିକ୍ରମ କରି ସେ କୁନ୍ତଳ ରାଜ୍ୟରେ ଆସି ପହଞ୍ଚିଛନ୍ତି। ସେ ରାଜ୍ୟରେ ଆସି ପହଞ୍ଚିକି ସେଠି ତା ଘରେ ପାଇଟି କରିକି ତାକୁ ଚଳେଇଛନ୍ତି। ତାର ସିଏ କିଛି ବର୍ଷ ଭିତରେ 6 7 ବର୍ଷ, ମାନେ ଆଉ 2 3 ବର୍ଷ ପରେ ତାଙ୍କୁ 6 7 ବର୍ଷ ବେଳକୁ ବୁଢୀ ବି ଶରୀର ତ୍ୟାଗ କଲେ। ବୁଢୀ ଯେତେବେଳେ ଶରୀର ତ୍ୟାଗ କଲେ, ସେତେବେଳେ କିନ୍ତୁ ସେ ତାକୁ କୃଷ୍ଣଙ୍କ ଭକ୍ତିରେ ତାକୁ ସେ ରଙ୍ଗାୟିତ କରିଦେଇଥିଲେ। ସବୁବେଳେ ତାଙ୍କୁ ସେ କହୁଥିଲେ, ଦେଖ ତୋ ମା ବାପା ହଉଛନ୍ତି କିଏ, ସେ ନା କୃଷ୍ଣ। ତୁ ସବୁବେଳେ କହିବୁ ତୋ ବାପା କିଏ, ନା କୃଷ୍ଣ। ମା କିଏ, ନା କୃଷ୍ଣ। ତୋର ସବୁ ହଉଛନ୍ତି କୃଷ୍ଣ। ଏଇଭଳି ଭାବରେ ସେ ତାଙ୍କୁ କଣ କରିଥିଲେ, ମାନେ ପ୍ରସ୍ତୁତ କରିଥିଲେ। ସେ ସବୁବେଳେ ସେଆ ହିଁ କହୁଥିଲେ। ଯେତେବେଳେ ବୁଢୀ ଚାଲିଗଲେ, ସେତେବେଳେ ସେ ଆଉ କିଛି ନାହିଁ। 5 6 ବର୍ଷର ଛୁଆ, କଣ କୋଉଠି ଜାଣିଛି ନା କଣ କାମ କରିବ, ନା ଖାଇବ କଣ କରିବ। ସିଏ ଇଆଡେ ସିଆଡେ ବୁଲନ୍ତି, ଖାଇବା ପିଇବାକୁ ଯୋଉଠି କଣ ପାଇଲେ କଣ ଖାଇଲେ। ସେଠୁ ଲୋକ ପଚାରିଲେ, ଛୁଆ ଟା କିଏ ବୁଲୁଛି ଏଠି, ବକଟେ ଛୁଆ, ଗୁଲଗୁଲିଆ ଚେହେରା ହେଇଛି, ସୁନ୍ଦରିଆ ଚେହେରାଟେ ହେଇଛି। ଆରେ ତୋ ମା କାଇଁ, ତୋ ମା କୁଆଡେ ଗଲା, ନା ମା କାହିଁ ନାହିଁ ତ। ନା କିଏ ତୋ ମା, ନା ମୋ ମା କୃଷ୍ଣ। ବାପା ତୋର କିଏ, ନା କୃଷ୍ଣ। ଏମିତି ଯିଏ ପଚାରିଲେ ମା କିଏ, ବାପା କିଏ, କୃଷ୍ଣ। ଘର କୋଉଠି, ନା କୃଷ୍ଣ ଯୋଉଠି। କୃଷ୍ଣ ଗୋଟେ କଣ ଇଏ। ତେଣୁ ଯିଏ, ସେ କହିଲେ ଛୁଆ ଟା କଣ ବୁଲୁଛି, କିଏ ଖାଇବାକୁ ଦେଲେ। ଏମିତି ଜୀବନ ଛୋଟ ବେଳେ ଚାଲିଲା। ଯୁଆଡେ ଯାହା ପଚାରିଲା, ସାଧୁ ମାନଙ୍କ ହାବୁଡରେ ପଡିଲେ, ସାଧୁ ମାନେ ତ ଭାରି ଖୁସି ହେଇଯାଆନ୍ତି। ଆରେ ହେଇ, ଇଏ ଗୋଟେ ଛୁଆ ଟା କଣ କହୁଛି, ମା ବାପା କୃଷ୍ଣ, ଭାରି କୃଷ୍ଣ ଭକ୍ତ। ତ ସାଧୁ ମାନେ ଯିଏ ଯାହା ଫଳମୂଳ ଦେଇଥାନ୍ତି ତାକୁ ଦିଅନ୍ତି। ଏମିତି ଖାଇ ପିଇକିରି କେତେ କଷ୍ଟ ଯନ୍ତ୍ରଣା ଚିନ୍ତା କରନ୍ତୁ ସହିଲେ। ଶେଷକୁ ମାନେ କେହି ତା ସାଙ୍ଗରେ ଖେଳନ୍ତି ନାହିଁ ଛୁଆଙ୍କୁ, କାହିଁକିନା ତାଙ୍କ ବାପା ମା ମାନଙ୍କ ଛୁଆକୁ ଛାଡନ୍ତିନି, ଏଇଟା ବୁଲା ପିଲାଟା, ଇଏ ଇତ୍ୟାଦି ଇତ୍ୟାଦି। ସେ ଚିନ୍ତା କରନ୍ତୁ କେତେ କଷ୍ଟ ଯନ୍ତ୍ରଣା ସହିଛି। ତା ଭିତରେ ଥରେ ସେଇ ରାଜ୍ୟର ମନ୍ତ୍ରୀ, ଅ ଯିଏ ରାଜାଙ୍କର ମୁଖ୍ୟମନ୍ତ୍ରୀ, ସେ ତାଙ୍କ ଝିଅର ବିବାହ ପାଇଁ, ଝିଅର ବିବାହ ମାନେ ଝିଅର ଜାତକ ଦେଖଉଛନ୍ତି। ସେ ଋଷି ହଉଛନ୍ତି ଗାଲବ ଋଷି। ତାଙ୍କୁ ଦେଖଉଛନ୍ତି। ସିଏ କହିଲେ, ସେ ଦେଖି କହିଲେ ଝିଅ ଟା ସର୍ବଗୁଣ ସମ୍ପନ୍ନ, ଏୟା ତାର ଗୁଣ ଗତି ବହୁତ, ଜ୍ଞାନୀ ହବ, ରୂପ ସୌନ୍ଦର୍ଯ୍ୟ ବହୁତ ହବ। ଏବଂ ସିଏ ସିଏ ଯାହାକୁ ବିବାହ କରିବ, ସିଏ ଏଇ ରାଜ୍ୟର ରାଜା ହବ। ସିଏ କହିଲେନି ରାଜକୁମାରକୁ ବିବାହ କରିବ କି କଣ କରିବ। ସିଏ କହିଲେ ଯାହାକୁ ବିବାହ ହବ, ସିଏ ଏଇ ରାଜ୍ୟର ରାଜା ହବ। ବାପା ଭାରି ଖୁସି। ସେଠୁ କହିଲେ, ଆଜ୍ଞା ସବୁ ଭଲ ଭଲ କହୁଛନ୍ତି, କିଛି କଣ ମନ୍ଦ ତା ଜୀବନରେ ନାହିଁ। ନା ନା କହିବି ନାହିଁ। ନାଇଁ ନାଇଁ କୁହନ୍ତୁ ଆଜ୍ଞା, ନା ନା କହିବି ନାହିଁ ବା।
ନାଇଁ ନାଇଁ ଆଜ୍ଞା କୁହନ୍ତୁ। କହିଲେ ଆଜ୍ଞା ମନ୍ଦ ହଉଛି ଏଇଆ, ତମେ ହିଁ ହଉଛ ବ୍ୟକ୍ତି ଯିଏ ତାର ବିବାହର ପଛରେ ବାଧା ସୃଷ୍ଟି କରିବ, ତାକୁ ହିଁ ହଇରାଣ କରିବ ତମେ। ଇଏ କହିଲେ କି କଥା, ମୋ ଝିଅକୁ ମୁଁ ସବୁଠାରୁ ବେଶୀ ଭଲ ପାଉଛି, ମୁଁ ତାକୁ ହଇରାଣ କରିବି? କହିଲେ ହଁ ପରା। ସେଠୁ କହିଲେ ହଉ ତାହେଲେ ଠିକ ଅଛି ଯେ ସିଏ କାହାକୁ ବିବାହ କରିବ କହିଲେନି, ରାଜକୁମାର? କହିଲେ ନା। ମାନେ ଅମକ ସବୁ କହିଲେ ନା, କହିଲେ ସେ ପିଲା ଟିକେ ନା ଅନାଥ ପିଲାଟେ। ସେଇ ସମୟରେ ସେଇ ବାଟ ଦେଇକିରି ସେ ଚନ୍ଦ୍ରହାସ ଯାଉଛନ୍ତି, ଇଏ କହୁଛନ୍ତି ଏଇ ପିଲାଟି ବିବାହ କରିବ। କହିଲେ କଣ ହେଲା, ଆରେ ଏମିତିଆ କଥା, ୟାକୁ ବିବାହ କରିବ? ସିଏ ଗଲା ତାଙ୍କ ମୁଣ୍ଡ ଖରାପ, କହିଲେ ଇଏ ବୁଲୁଛି ଖାଲି, କିଛି ନାହିଁ, ଖାଇବା ପିଇବାକୁ ନାହିଁ, କଣ ସିଏ ଦେଖା ଯାଉଛି ଇତ୍ୟାଦି ଇତ୍ୟାଦି। ସେଉଠୁ ସେ କଣ କଲେ, ସୈନ୍ୟ କେତେ ଜଣଙ୍କୁ ପଠେଇକି 4 ଜଣଙ୍କୁ ତାକୁ ମାରିବା ପାଇଁ ପଠେଇଲେ। ତାକୁ କହିଲେ ନେଇଯାଅ। ହଁ। ସିଏ ଯୋଉ ବୁଲୁଥିଲେ ସେ ବା ରାଜକୁମାରୀ? ଆରେ ଯେ ହଁ ଯେ ସେ ରାଜକୁମାର ଥିଲେ ନା ଆଉ, ଏବେ ତ ବୁଲୁଛନ୍ତି ନା। ନା ନା ସେ ରାଜକୁମାର, ରାଜକୁମାରୀ ବୁଲୁଥିଲେ। ରାଜକୁମାରୀ ନୁହଁ, ରାଜକୁମାର ବା, ମାନେ ଚନ୍ଦ୍ରହାସ ବୁଲୁଥିଲେ। ସେ ଯେ ଛୋଟ ବେଳୁରୁ ଆଣିଥିଲେ। ରାଜକୁମାର ରୀ ନୁହଁ, ରାଜକୁମାରୀ ଏଠି କେହି ନାହିଁ, ଏଠି ମନ୍ତ୍ରୀର ଝିଅ ର ଜାତକ ଦେଖି କହୁଛି ବିବାହ କରିବାକୁ ଆକୁ। ଛୋଟ ବେଳୁ ତାଙ୍କୁ ନେଇ ଆସିଲେ ଯୋଉ, ସେ ରାଜକୁମାର ନା ରାଜକୁମାରୀ କଣ? ପୁଅ ରାଜକୁମାର। ଅ ହଉ। ସେଇଠୁ ସିଏ ତାଙ୍କୁ ସୈନ୍ୟଙ୍କୁ ପଠେଇଲେ, କହିଲେ ନେଇଯା ୟାକୁ ମାରିଦେଇକି ଆସିବ। ଆଉ ମାରିକି ଆସିଲା ବେଳେ, ତମେ ଗୋଟେ ପ୍ରମାଣ ସ୍ୱରୂପ ତା ଅଙ୍ଗରୁ ଖଣ୍ଡେ କାଟିକି ଆଣିବ, ମୁଁ ଦେଖିବି। ଇଏ ଯେତେବେଳେ ତାକୁ ନେଇକି ଯାଉଛନ୍ତି, କହିଲେ ବହୁତ ଦୂରକୁ ନେଇକି ଯିବ, ମାନେ ଯେମିତି ପୁରା ଆମ ରାଜ୍ୟ ବାହାରେ ଯାଇକି ଅନ୍ୟ ରାଜ୍ୟରେ ଗୋଟେ କୋଉଟେ ଏମିତିଆ ଜାଗାରେ ମାରିବ କେହି ଦେଖିବେନି, ଇତ୍ୟାଦି ଇତ୍ୟାଦି ଆଉ। ତେଣୁ ଯିବା ପାଇଁ ଆଙ୍କୁ ବାଟ ଲାଗିଛି, ସମୟ ଲାଗିଛି, ସମୟ ଭିତରେ ତା ସହିତ ସେ କଥା ହଉଛନ୍ତି। ସିଏ କୃଷ୍ଣଙ୍କର କୀର୍ତ୍ତନ କରୁଛି, ତାଙ୍କୁ କହୁଛି, ସିଏ ଇଏ ପଚାରୁଛନ୍ତି ଆରେ ଏଇ ତୋର ବାପା କିଏ? ନା ଆଜ୍ଞା କୃଷ୍ଣ। ମା କିଏ? ନା କୃଷ୍ଣ। ଏଇ ଚାଲିଲା ଆଉ। ସିଏ ତାକୁ ଯେତେ ବୁଲେଇ ବଙ୍କେଇ ଯାହା ପଚାରୁଛନ୍ତି ସବୁ ତ କୃଷ୍ଣ ଆଉ। ନା ଖାଉଛୁ କେମିତି? ଆଜ୍ଞା କୃଷ୍ଣଙ୍କ କୃପାରୁ ଖାଉଛି। ଏ ସବୁ ତ ସବୁ ଚାଲିଲା। କହିଲେ ଏଡେ ବକଟେ ଛୁଆ, ଦେଖିଲ କେତେ ଜ୍ଞାନୀ ଭଳିଆ କହୁଛି, କାହିଁକି ନା ଆପଣ ଯିଏ ନାହିଁ ଶୁଣିବେ କି କଥା କହିଲ, ଗୋଟେ ପିଲାଟିଏ ଖାଉଛି କେମିତି? ନା ଯାହା ଭଗବାନଙ୍କ କୃପାରୁ ହଉଛି, ଯାହା ହଉଛି। ଇଏ କେତେ ବଡ ବଡ କଥା, ଇଏ ଲୋକ ଗୁଡା କହିଲେ ଆରେ କେତେ ବକଟ ନାକୁର ଛୁଆ, କେତେ ଜ୍ଞାନୀ କଥା କହୁଛି, ଆଉ ଆକୁ ଆମେ ମାରିବା। ତା ସଂସ୍ପର୍ଶରେ ଆସିଲା ବେଳକୁ, ତା ବାଟ ଯାକ ତାର କୀର୍ତ୍ତନ ଶୁଣି ଶୁଣି ଯେତେ ବାଟ ଯାଉଛନ୍ତି, ଧୀରେ 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 ଆଙ୍କ ଭିତରେ ତା ପ୍ରତି ଦୟା ଭାବ ଆସୁଛି। କେହି ଆଉ ମାରିବା ପାଇଁ ରାଜି ନୁହନ୍ତି। ସେ ଭାବୁଛନ୍ତି ମୁଁ ସିନା ମାରିବିନି, ତାକୁ କହିଦିଏ ସିଏ ମାରୁ। ସିଏ ଭାବୁଛି ମୋ ଭିତରେ ଆସୁଛି। ଏମିତି ପରସ୍ପର ସମସ୍ତଙ୍କୁ ନା ନା ଆମେ କେହି ମାରିବାକୁ ଇଚ୍ଛା ନାହିଁ। ଲାଷ୍ଟ କୁ ସେ କଣ କଲେ, ସେଠି ଯାଇକି କହିଲେ କଣ କରିବା, ଏମିତି ବହୁତ ଘଟଣା ଘଟିଛି। ଲାଷ୍ଟକୁ କହିଲେ ନ ମାରିକି ଗଲେ ଅସୁବିଧା, ମାରିବାକୁ ମନ ବଳୁନାହିଁ। କଣ କରିବା, ପୁଣି ପ୍ରମାଣ ଦେଖିବାକୁ ପଡିବ, ନହେଲେ ଆମ ଯିବ। ଆମକୁ ମାରିଦେବ ନା। ତ ସେ କଣ କଲେ, ହଠାତ୍ ଜଣେ ଦେଖିଲା ଯେ ତାର ଗୋଡରେ 6ଟା ଆଙ୍ଗୁଠି ଅଛି। ସିଏ କହିଲା ବାଟ ମିଳିଗଲା ଆଉ। ସେ ଆଙ୍ଗୁଠି ଖଣ୍ଡେ କାଟିଦେଲେ, ଗୋଟାଏ ଆଙ୍ଗୁଠିକୁ କାଟିଦେଲେ, ବହୁତ ଜୋରରେ ରକ୍ତ ଫକ୍ତ ବୋହିଲା। କହିଲେ ଯାହା ହଉ ଏତିକି ଟିକେ କଷ୍ଟ ସହ ଆଉ। ଜୀବନ ଯାକ ଏତେ କଷ୍ଟ ସହିଛୁ, ମୃତ୍ୟୁ ଯନ୍ତ୍ରଣା ପାଇଥାନ୍ତୁ ଆଉ ଟିକେ କଷ୍ଟ ସହ। କହିଲେ ତାପରେ ତାକୁ ସେ ରାଜ୍ୟରେ ଛାଡିଦେଲେ, ଛାଡିଦେଇକି ଏମାନେ ପଳେଇ ଆସିଲେ। ସିଏ ସେଠି ଚାଲିଲା ତାଙ୍କ ଜୀବନ, ଚିନ୍ତା କରନ୍ତୁ, ଗୋଟେ ରାଜ୍ୟ ଯାଇ ଆଉ ଗୋଟେ ରାଜ୍ୟ, ଏମିତି ହେଇ ବୁଲି 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 ଗୋଟେ ଦିନ ଆସିଲା, ସେଇ ରାଜ୍ୟର ତାଙ୍କୁ ଶୂନ୍ୟବାଣୀ ହେଲା, ଦେବୀ ତାଙ୍କୁ ଶୂନ୍ୟବାଣୀ କଲେ ତ ଯାହା ଜଙ୍ଗଲରେ ଆଉ ମୁଁ ଏମିତିଆ ଗୋଟେ ପିଲା ମିଳିବ, ତାକୁ ହିଁ ତମର ଉତ୍ତରାଧିକାରୀ କରିବ। ସେ ଯୋଉ ତାକୁ ଆସିକି ପାଇଛନ୍ତି, ତାଙ୍କୁ ଯେତେ କହିଲେ ନା 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 ସିଏ ପୁଣି ତମେ ମୋ ବାପା ମା ନୁହଁ, ମୋ ବାପା ମା ହଉଛନ୍ତି କୃଷ୍ଣ। ସେ ନାଇଁରେ ତତେ ଆମେ ପୁଅ କରିନୁ, ନା 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 ମୋ ବାପା ମା କୃଷ୍ଣ, ତମେ ମୋ ବାପା ମା ନୁହଁ। ନା ହଉ ହେଲା ଠିକ ଅଛି, ଆଉ ତମେ ଆମକୁ ମାନେ କୃଷ୍ଣ ତମର ବାପା ମା, କିନ୍ତୁ ଆମେ ତମ ଦାୟିତ୍ବ ନବୁ ବୋଲି ଆମକୁ ମା ଦେବୀ ନିର୍ଦ୍ଦେଶ କରିଛନ୍ତି, ତେଣୁ ତମେ ଆସ। ସେ କହିଲା ଠିକ ଅଛି ମୁଁ ଯିବି, କିନ୍ତୁ ଗୋଟାଏ ସର୍ତ୍ତରେ, ମୁଁ କୃଷ୍ଣଙ୍କୁ ଭଜିକି ନ ଭଜିକି ରହିପାରିବିନି, ମତେ ସେଥିରେ ତମେ ଅଟକେଇବନି। ନା ନା କିଛି ନାହିଁ। ଆ ଭିତରେ ବର୍ତ୍ତମାନ ଇଏ ରାଜା ତାଙ୍କୁ ପଠେଇଛନ୍ତି କର ଆଦାୟ କରିବା ପାଇଁ, ସିଏ
ସେ ଯୋଉ ତାଙ୍କର ସବୁ ଛୋଟ ଯୋଉ ଥାନ୍ତି ନା ପ୍ରାନ୍ତ ରାଜା ମଗରା ସେ ମନ୍ତ୍ରୀ ହାବୁଡରେ ପଡିଗଲେ ସେ ଆଉ ଏମିତି ଘଟଣା ପରେ ମନ୍ତ୍ରୀ ଯାଇ ପହଞ୍ଚିଗଲେ ଆରେ ହେଇ ଏଇ ପିଲାଟାକୁ ମାରି ଦେଇଥିଲି ଇଏ କଣ ପୁଣି ବଞ୍ଚିଛି। ସେଠୁ ଜାଣିଗଲେ ଆଉ ସୈନ୍ୟମାନେ ମାରିନାହାନ୍ତି ଆଉ ତାରି ହାତରେ ଗୋଟେ ଲେଖା ଲେଖି ପଠେଇଲେ ତା କୋଉଠିକି ତା ଘରକୁ। ବହୁତ କଥା ଅଛି ସେ କାହିଁକି ପଠେଇଲେ କିନ୍ତୁ ପଠେଇଲେ କଣ ସେ ପତ୍ରରେ ଲେଖି ଦେଇଛନ୍ତି ଆକୁ ପାଇଲା ମାତ୍ରେ ସାଙ୍ଗେ ସାଙ୍ଗେ ମାରିଦବ। ସିଏ ତାଙ୍କ ଝିଅ ନାଁ ହଉଛି ବିଷୟା ହେଲା ତାଙ୍କ ପୁଅ ନାଁ ହଉଛି ମଦନ। ସିଏ ବା ସେ ଯୋଉ ଯୋଉ ମନ୍ତ୍ରୀ ଯିଏ ତାଙ୍କ ନାଁ ହଉଛି ଦୁଷ୍ଟ ବୁଦ୍ଧି। ଏ ଯାହା ହଉ ସେ ଚିଠିରେ ଏମିତି ଲେଖିଥିଲେ ମାରିଦବ ବୋଲି ସେ ଚିଠି ଟାକୁ ବାଟରେ ଯେତେ ଧରିକି ସେ ଆସିଛନ୍ତି କୋଉଠି ରହିବେନି ତାରି ହାତରେ ପଠେଇଛନ୍ତି ସେ ଆସିକି ଆଙ୍କରି ଘର ପାଖରେ ମନ୍ଦିରରେ ଗୋଟେ ଜାଗାରେ ବିଶ୍ରାମ ନେଇଛନ୍ତି ବହୁତ ବାଟ ନା ସେଇ ସମୟରେ ମନ୍ତ୍ରୀର ଝିଅ ସେ ମନ୍ଦିରକୁ ଯାଇଛି ଦେଖିଲା ଗୋଟେ ଏତେ ସୁନ୍ଦର ଯୁବକଟେ ସେତେବେଳକୁ ସେ ଅନ୍ୟ ରାଜ୍ୟର ପାଳିତ ପୁତ୍ର ତେଣୁ ରାଜ ପରିବାର ପୁରା ବେଶ ମାନେ ସୁନ୍ଦର ବେଶ ଏତେ ସୁନ୍ଦର ଏବଂ ଯେହେତୁ ସବୁବେଳେ କୃଷ୍ଣ ଭଜୁଛନ୍ତି ଆଙ୍କ ଚତୁଃପାର୍ଶ୍ଵ ଟା ସେପଟେ ଗୋଟେ ସୁନ୍ଦର ପରିବେଶ ହେଇ ରହୁଛି ସେ ପରିବେଶ ଭିତରୁ ଯିଏ ଯାଉଛି ସେ ଭଳି ଯାଉଛି ତା ବର୍ଣ୍ଣନା ରହିଛି କେମିତି ଭଳି ଯାଉଛନ୍ତି ସମସ୍ତେ। ତେଣୁ ସିଏ କହୁଛନ୍ତି ଆ ଏତେ ଭଗବାନଙ୍କର ଭକ୍ତ ମାନେ ଭଗବାନଙ୍କ ଜାଗାରେ ଦେବୀ ମନ୍ଦିର ଅଛନ୍ତି କାହିଁକି ମାନେ ସେ ଜାଣିନାହାନ୍ତି କୃଷ୍ଣ ଭକ୍ତ କିନ୍ତୁ ତାଙ୍କ ଭିତରେ ଗୋଟେ ଅଲଗା ପ୍ରକାର ଭାବ ଆସୁଛି ସେ କହୁଛନ୍ତି ଆଉ ଆଙ୍କୁ ଯଦି ମତେ ଭଗବାନ ଯଦି ବିବାହ କରିଦିଅନ୍ତେ ତାହେଲେ ମୁଁ ଭାରି ଉପକୃତ ହନ୍ତି ହେଇକି ସେ ସବୁ ଯାଇକି ଦେବୀଙ୍କୁ ପ୍ରାର୍ଥନା କରିକିରି ଆସିକିରି ତାଙ୍କୁ ଆଉ ଥରେ ଦେଖିବା ପାଇଁ ଗଲେ ଦେଖିଲା ଗୋଟେ ଚିଠିଟେ ତାଙ୍କର ଯୋଉ ତାଙ୍କ ଯୋଉ ରଖିଛନ୍ତି ଗୋଟେ ମୁଣି ନା ସେ ମୁଣିରେ ଅଛି ସେ ଚିଠି ଟାକୁ ପଢିଲା ବେଳକୁ ଦେଖିବାକୁ ଲେଖା ହେଇଛି ଏୟା ସିଏ ତାକୁ ଆକ୍ଚୁଆଲି ସଂସ୍କୃତରେ ଲେଖା ହେଇଛି ସେ ତାକୁ ଭାବିଛନ୍ତି ଯେ ବାପା ଭୁଲ ଲେଖିଦେଇଛନ୍ତି। ବିଷ ୟାକୁ ବିଷ ଲେଖିଦେଇଛନ୍ତି ଏମିତି ସବୁ ଅଛି ସେ ବଢିଆ ଲେଖାଟା ପଢିବ ବଢିଆ ଲାଗିବ ଲେଖାଟା କେମିତି ବଦଳା ହଉଛି ସେ ସେଇଠି ବିଷ ଜାଗାରେ ବିଷ ୟା ଆକୁ ବିଷ ଦେଇଦବ ଏ ସିଏ ଲେଖିଦେଲେ ବିଷୟା ଦେଇଦବ ହେଇଗଲା ବିଷ ପାଖରେ ୟା ଲଗେଇଦେଲେ ଏମିତି ହେଇକି ଚିଠି ଟା ଚେଞ୍ଜ ହେଇଗଲା ଚେଞ୍ଜ ହେଲା ପରେ ଘରେ ଆସି ପହଞ୍ଚିଲା ତା ଭାଇ ସେ ଚିଠି ଟାକୁ ପାଇଲେ ଇଏ ତାର ଯେମିତି ଆଜି ଇଟ୍ ଇଜ୍ ପୁଣି ଆସିଲେ ଘରେ ଚିଠି ଦେଲେ ଯେ ବାପା ଦେଇଛନ୍ତି ତମ ବାପା ଦେଇଛନ୍ତି ଚିଠି ନିଅ ସେ ତାକୁ ଦେଖିଲେ କହିଲେ ହେ ବାପା ଲେଖିଛନ୍ତି କଣ ଶୀଘ୍ର ବିଷୟାକୁ ଦେଇଦବ ତା ସାଙ୍ଗେ ସାଙ୍ଗେ ବିବାହ ଫିବାହ ହେଇଗଲା ବାହା ହେଇଗଲା ଏପଟରେ ଆଉ ଗୋଟେ ଘଟଣା ହେଇଛି ସିଏ ରାଜାଙ୍କର କୁନ୍ତଳ ରାଜାଙ୍କର କଣ ହେଇଛି ନା ତାଙ୍କର ପୁତ୍ର କିଛି ହଉନାହିଁ ସିଏ ଯାଉଛନ୍ତି ମନ୍ଦିରକୁ ଏପଟରେ ଇଏ ଆସି ଫେରିଛନ୍ତି ଯେତେବେଳେ ତାଙ୍କ ମନ୍ତ୍ରୀ ନିଜେ ଆସି ଦେଖିଲା ଇଏ ବଞ୍ଚିଛି ବୁଝିଲା ଆଉ ଘଟଣା ଏଇଆ ତଥାପି ରାଗ ଛଡୁନାହିଁ ସେ ପୁଣି ସୈନ୍ୟକୁ ପଠେଇଲେ କହିଲେ ଦେଖ ମୁଁ ଗୋଟେ ପ୍ଲାନ କରୁଛି ମନ୍ଦିରକୁ ମୁଁ ଆକୁ ସକାଳୁ ସକାଳୁ ପଠେଇବି ବର୍ତ୍ତମାନ ମୋର ଜୋଇଁ ହେଇଯାଇଛି କଥା କିଛି ନାହିଁ ଯାହା ବି ହଉ ମୁଁ ତାକୁ ବିବାହ କରେଇଦେବି ନାହିଁ ତମେ ତାକୁ ସକାଳୁ ସକାଳୁ ଯାଇ ପହଞ୍ଚିବ ତମେ ତାକୁ ହାଣିଦବ ସେଇଠି ଇଏ ସବୁଠୁ ଆକୁ କହିଲେ ଆକୁ ବହୁତ କଥା କହିଲେ ବୁଝେଇଲେ ଗୋଟେ ପ୍ଲାନ୍ କଲେ କହିଲେ ଦେଖ ସକାଳୁ ସକାଳୁ ଯାଇକି ତମେ ସେ ମନ୍ଦିରରେ ପୂଜା କରିକି ନେଇକି ଆସ ତାପରେ ଆମେ ଅନୁଷ୍ଠାନ ହବ ଭୋରୁ ଭୋରୁ ଆକୁ ପଠେଇବା ପାଇଁ ପ୍ଲାନ୍ କରିଛନ୍ତି ଇଏ ଭୋରୁ ଭୋରୁ ଯିବା ବାହାରିଲା ବେଳକୁ ରାଜାଙ୍କୁ ସେପଟରେ ନିର୍ଦ୍ଦେଶ ହେଲା ଯେ ତମେ ଯାଅ ମନ୍ଦିରକୁ କିଏ ତାଙ୍କ ନିର୍ଦ୍ଦେଶ ମାନେ ପୁରୋହିତ କହିଲେ ଯାଇ ମନ୍ଦିରରେ ପୂଜା କରିକି ଆସ ବିଧି ଅନୁଷ୍ଠାନ ହବ ଇରେ ବିଧି ଅନୁଷ୍ଠାନ ହବ ସିଏ ମନ୍ଦିରକୁ ଆଗ ପଳେଇ ଆଇଛନ୍ତି ରାଜା ଇଏ ସୈନ୍ୟମାନେ ତାକୁ ହାଣିଦେଲେ ନ ଦେଖିକି ରାଜା ମରିଗଲେ ରାଜା ମରିଗଲା ଇଏ ଯାଇକି ପହଞ୍ଚୁଛନ୍ତି କୋଉଠି ମନ୍ଦିରରେ ସେଠୁ ପୁରୋହିତ ହେରିକା ସବୁ ଆସିଛନ୍ତି ତାପରେ କାମ ହବ ବୋଲି ରାଜା ମରିଯାଇଛନ୍ତି ତେଣୁ ସମସ୍ତେ କହିଲେ ଯେ ଇଏ ଭାରି ବହୁତ ସୁନ୍ଦର ଦେଖା ହାଉଛନ୍ତି ତାଙ୍କ ପ୍ରଭାବରେ ତ ସବୁ ପ୍ରଭାବିତ ହେଇଯାନ୍ତେ ତାଙ୍କୁ ରାଜା କରିଦେବେ ଏଇଭଳିଆ ଘଟଣା ଚକ୍ର ଏଇଟା ହଉଛି ଏକ ସତ୍ୟ ଘଟଣାଟେ ଯୋଉଟା ଘଟିଛି ଅ ସେ ହଉଛନ୍ତି ଚନ୍ଦ୍ରହାସ ତେଣୁ ଜୀବନରେ ଯନ୍ତ୍ରଣା ଏବଂ ଯାହା ଯାହା ଆସେ ତାହା ଆମକୁ ପ୍ରସ୍ତୁତ କରେ ଏବଂ ସବୁ ସମୟରେ କୃତଜ୍ଞ ରହିବା ଭଗବାନ ପାଇଁ ଇଏ ହଉଛି ଅ ଆମର ଏକ ଯେପରି ପ୍ରତ୍ୟେକ ମୁହୂର୍ତ୍ତରେ କୃତଜ୍ଞ ହେଇପାରିବା ତାହା ଆମର ସ୍ୱାଭାବିକ ପ୍ରବୃତ୍ତି ହେଇଯାଉ ଆମେ ସେଆ ପ୍ରାର୍ଥନା କରିବା ମା ଥ୍ୟାଙ୍କ ୟୁ ଅଲ୍ ଅଲ୍ ଓଭର बरोबर